ଯୁବକ ଶହ ଶହ ବେକାର ଯୁବକ ବୁଲୁଛନ୍ତି ନିଯୁକ୍ତି ମାଗୁଛନ୍ତି ତାଙ୍କୁ ନିଯୁକ୍ତି ଦିଅ। ଆମେ ଆଜି ଏଠି ପ୍ରତିଶୋଧ ଦଉଛୁ ଗଣମାଧ୍ୟମ ମାଧ୍ୟମରେ ଓଡ଼ିଶାର ଭାଇ ଭଉଣୀ ମାନଙ୍କୁ ନିଯୁକ୍ତି ଦିଅ। ଚାକିରି ପାଇଲେ ଆମେ ନବୀନ ପଟ୍ଟନାୟକଙ୍କୁ ଦବୁ 1000 ଟଙ୍କା ମାସ। ବର୍ତ୍ତମାନ ଆମର ଦାବି ହେଉଛି କୋଡ୍ ଅଫ୍ କଣ୍ଡକ୍ଟ ଲାଗିବା ପୂର୍ବରୁ ସେ ଏହାର ସବୁ ନୋଟିଫିକେସନ SI IRB OCP ବାଟାଲିୟନ କନେଷ୍ଟବଳ PMD ଡ୍ରାଇଭର ଏହାର ନୋଟିଫିକେସନ ବାହାର କରନ୍ତୁ। ଯଦି ବାହାର ନ କରନ୍ତି ୱିଥ୍ ପ୍ରପର ଏଜ୍ ରିଲାକ୍ସେସନ ଯେହେତୁ କୋଭିଡ ହେଇଥିଲା ଯଦି ନ ବାହାର କରନ୍ତି ଆମେ ଆଗାମୀ ଦିନରେ ଯୋଉ ଇଲେକ୍ସନ ଅଛି ଜେନେରାଲ ଇଲେକ୍ସନ ସବୁ ଗାଁ ଗହଳି ଯୋଉ ଭାଇମାନେ ଅଛନ୍ତି ଆମେ ବିକ୍ଷୋଭ ଜାରି ରଖିବୁ। ପାୱାର 24ରେ ସରକାର ନିଶ୍ଚିତ ବୁଝିବ ଯୁବକ କଣ ଯୁବକର ଶକ୍ତି କଣ। डिसेम्बर सुधा बाहर कर वैकेंसी बाहर नहीं एपर्तंत बिफोर कोड ऑफ कंडक्ट पूर्व बाहर दरकार एज रिलेक्शन हम गोटे जेनराल पिला जब दीर्घ 2018 बाहर PMT जो OCP IRB 2023 5 वर्ष हो 5 वर्ष एज रिलेक्शन कि 2024 6 वर्ष एज रिलेक्शन हमको मिल दरकार तुरंत कोड ऑफ कंडक्ट पूर्व राज्य सरकार राज्य सरकार OPIB ऑफिस से चेयरमैन करे आम आदमी किसी कथा नहीं होम डिपार्टमेंट कहूँ होम डिपार्टमेंट रिक्रुटमेंट बाहर कर 2023 पूर्व डिसेम्बर 31 पूर्व बाहर एपर्तंत बाहर नहीं जब बाहर आज मार्च मार्च मैंने सरिया एपर्तंत भी रिक्रुटमेंट बाहर 3 मास गलानी 2024 सरकार चक्रांत कि सरकार चक्रांत आमर दरकार दाबी आम रिक्रुटमेंट बाहर दरकार आम पिला कमी ये पाइबा दरकार एज रिलेक्शन 2018 बाहर नहीं SI 2021 बाहर PMD ड्राइवर बाहर नहीं एपर्तंत सब किसी ଯଥାଶୀଘ୍ର ଆପଣ ପାଉଛନ୍ତି ବାହାର କରୁଛନ୍ତି କାରଣ ଇଲେକ୍ସନ ଅଛି ଇଲେକ୍ସନ ଦିନରେ ନୋଟିଫିକେସନ ବାହାର କରିକି ସମୟ ବାହାର କରିଦିଅନ୍ତୁ 45-40 ଦିନ ରହିଲା ପିଲା ପାଠ ପଢି ଏକ୍ଜାମ ଦେବେ ପରେ ଯଦି ଆପଣ ପରେ ବାହାର କଥା ପ୍ରୋସେସ ମାଇଛି ଗଲା ଛାଡ଼ନ୍ତୁ ଆମର ଗୋଟେ ଦାବି କି ଯଥାଶୀଘ୍ର ଆପଣ OCP ରିକ୍ରୁଟମେଣ୍ଟ ବାହାର କରିଦିଅନ୍ତୁ ଏବଂ ତା ସହ PMT SI ଯାହା ବାହାର କରିଦିଅନ୍ତୁ। ଦ୍ୱିତୀୟ ଜିନିଷ ଆମର ଆମକୁ ଏଜ ରିଲାକ୍ସେସନ ଦିଆଯାଉ 6 ବର୍ଷ ଏଜ ରିଲାକ୍ସେସନ ଆଉ ଏଇ କଥାଟି ଆମେ ଆମ ମନରୁ କହୁନୁ ଆପଣ ଡିସେମ୍ବର ଶେଷ ସପ୍ତାହରେ ଯେଉଁ କ୍ୟାବିନେଟ ନିଷ୍ପତ୍ତି ହୋଇଥିଲା ସେଠି ଅତ୍ୟନ୍ତ ସ୍ପଷ୍ଟ ଭାବରେ ମିଡିଆ ଆଗରେ ଆସି ନିଜେ ସେକ୍ରେଟାରୀ କହିଥିଲେ ଯେ ଆମେ କେବଳ ସିଭିଲ ସର୍ଭିସ ଯୋଉଟା କହୁଛନ୍ତି ତାକୁ ଦବୁ କୋଭିଡ ଏଜ ରିଲାକ୍ସେସନ। ମୋର କେବଳ ଗୋଟିଏ ପ୍ରଶ୍ନ ତାଙ୍କୁ ଦେଇଦେଲେ ଆମକୁ କଣ ପାଇଁ ଦେବି ଆମେ ନିଶ୍ଚିତ ଭାବରେ ଆମେ ବଳି ପଡିବୁ କାରଣ ଆମ ପାଖରେ କିଛି ଅପସନ ହିଁ ନାହିଁ। ଆପଣ କୁହନ୍ତୁ ଗୋଟେ ପିଲା ଯଦି ୟୁଆର ପିଲା ପାଇଁ କହିଛି 23 ବର୍ଷ ଗୋଟେ ପିଲା 25 ବର୍ଷରେ ସେ ଭଲ ପାଠ ପଢୁଛି ରନିଂ ଫନିଂ ତା ସବୁ ହାଇ ଜମ୍ପ ଲଞ୍ଚ ସବୁ ଆପଣ ସେ ପିଲା ଯଦି ବସିବା ପାଇଁ ଦେବେନି ମୋ କାର ଏକ୍ଜାମରେ ମତେ କଣ ସେ ପିଲା କିପରି ଭାବରେ ଯୋଉ ସ୍ୱପ୍ନ ଦେଖିଛି ମୁଁ ସମାଜକୁ ସର୍ଭ କରିବି ଲ ଆଣ୍ଡ ଅର୍ଡର ଠିକ ରଖିବି ଟିକେ ଠିଆ ହେଇଥାଉ ଲୋକ ଜେବ୍ରା କ୍ରସିଂ ଚଢିଯାନ୍ତି କିନ୍ତୁ ଆମେ ଜେବ୍ରା କ୍ରସିଂ ପଛରୁ କାରଣ ଆମେ ଜାଣିଛୁ ଆମେ କୋଉ ଡିପାର୍ଟମେଣ୍ଟ ଯିବୁ ଆମର କର୍ତ୍ତବ୍ୟ କଣ ରହିବ ଏବେ
ନିଜକୁ ପ୍ରିପେୟାର କରିବା ଆମେ ରଖିଛୁ। କିନ୍ତୁ ତାପରେ ଯଦି ଆମକୁ ଏକ୍ଜାମରେ ବସିବାର ହ କି ନ ମିଳିବ ଏ ତ ସମ୍ପୂର୍ଣ୍ଣ ଅନ୍ୟାୟ।